ଏହି 6 ଜାଗାରେ ଝିଅକୁ ବିବାହ ଦିଅନ୍ତୁ ନାହିଁ, ନହେଲେ ଝିଅର ଜୀବନ ବର୍ବାଦ ହୋଇଯାଏ। ପ୍ରତ୍ୟେକ ବାପା ମା ନିଜ ଝିଅକୁ ଜଣେ ଉପଯୁକ୍ତ ପାତ୍ର ସହ ବିବାହ କରିବାକୁ ଚାହିଁଥାନ୍ତି। ଭଲ ପାତ୍ର ସହ ଭଲ ଘର ପରିବାର ମଧ୍ୟ ଦେଖିବାକୁ ପଡିଥାଏ। ବିବାହ ପରେ ଝିଅ ନିଜ ଶାଶୁ ଘରେ ଦୁଃଖ କଷ୍ଟରେ ଚଳୁ ବୋଲି କୌଣସି ପିତାମାତା ଚାହାନ୍ତି ନାହିଁ। ଏଥିପାଇଁ କେଉଁ ସ୍ଥାନରେ ଝିଅର ବିବାହ କରିବା ଉଚିତ ନୁହେଁ ସେ ନେଇ ଶାସ୍ତ୍ରରେ ବେଶ ଭଲ ଭାବେ ଉଲ୍ଲେଖ ରହିଛି। ତେବେ ଚାଲନ୍ତୁ ଜାଣିବା କେଉଁ ସ୍ଥାନ ମାନଙ୍କରେ ଝିଅକୁ ବିବାହ ଦେବା ଉଚିତ ନୁହେଁ। ପ୍ରଥମରେ ଝିଅକୁ କେବେ ବି ବାପ ଘରର ବହୁତ ପାଖରେ ବିବାହ ଦିଅନ୍ତୁ ନାହିଁ। ଘରର ଅତି ପାଖରେ କିମ୍ବା ନିଜ ଗ୍ରାମରେ କେବେ ବି ନିଜ ଝିଅର ବିବାହ ଦେବା ଉଚିତ ନୁହେଁ। କାରଣ ଘର ପାଖରେ ଝିଅର ବିବାହ ଦେବା ଦ୍ୱାରା ଝିଅ ନିଜ ବାପ ଘରକୁ ବାରମ୍ବାର ଯିବା ଆସିବା କରିଥାଏ, ଯାହା ଦ୍ୱାରା ସେ ଝିଅ ନିଜ ବାପ ଘରୁ ତାକୁ ମିଳୁଥିବା ସମ୍ମାନ ଧୀରେ ଧୀରେ କମ ହେବାକୁ ଲାଗିଥାଏ ଓ ଶାଶୁ ଘରେ ମଧ୍ୟ ଅଶାନ୍ତି ସୃଷ୍ଟି ହୁଏ। ଦ୍ୱିତୀୟରେ ଝିଅକୁ ଘରଠାରୁ ବହୁତ ଦୂରରେ ମଧ୍ୟ ବିବାହ ଦେବା ଅନୁଚିତ। କାରଣ ବହୁତ ଦୂର ଜାଗାରେ ଝିଅର ଶାଶୁଘର ହେବା ଦ୍ୱାରା ଝିଅଟି ନିଜ ପରିବାରକୁ ଯିବା ଆସିବା କରିବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏହା ସହ ବାପ ଘର ଲୋକ ସହଜରେ ଝିଅର ଭଲ ମନ୍ଦ ଜାଣିପାରନ୍ତି ନାହିଁ। ତୃତୀୟରେ ଅତି ଧନୀ ବ୍ୟକ୍ତିଙ୍କ ଘରେ ମଧ୍ୟ ଝିଅକୁ ବିବାହ ଦେବା ଉଚିତ ନୁହେଁ। କାରଣ ଅନେକ ସମୟରେ ସେମାନେ ନିଜ ଧନୀ ପଣିଆକୁ ନେଇ ଝିଅକୁ ଓ ଝିଅର ବାପ ଘରକୁ ଧିକ୍କାର କରିବାର ଦେଖିବାକୁ ମିଳେ। ତେଣୁ ନିଜ ସମକକ୍ଷ ଭଳି ଏକ ଭଲ ପରିବାରରେ ହିଁ ଝିଅକୁ ବିବାହ ଦିଅନ୍ତୁ। ଚତୁର୍ଥରେ ଝିଅଠାରୁ ଅଧିକ ବୟସର ପୁଅ ସହ ଝିଅକୁ ବିବାହ ଦେବା ଅନୁଚିତ। ନଚେତ ବିବାହ ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ବହୁତ ବ୍ୟାଘାତ ସୃଷ୍ଟି ହୋଇଥାଏ। ବୟସର ଫରକ ଯୋଗୁଁ ଅନେକ ସମୟରେ ସେମାନଙ୍କ ମଧ୍ୟରେ ତାଳମେଳ ଠିକ ବସିନଥାଏ। ପଞ୍ଚମରେ ଝିଅ ଯେତିକି ପାଠ ପଢିଥିବ ତାଠାରୁ ବହୁତ ଅଧିକ ପାଠ ପଢି ବଡ ଚାକିରି କରିଥିବା ପୁଅ ସହ ଝିଅର ବିବାହ କରନ୍ତୁ ନାହିଁ। ଝିଅର ଯୋଗ୍ୟତା ସହ ପୁଅର ପାଠପଢା ଯୋଗ୍ୟତା ସମାନ ବା ପାଖାପାଖି ଯୋଗ୍ୟତା ଥିବା ପୁଅ ସହ ହିଁ ନିଜ ଝିଅର ବିବାହ କରାନ୍ତୁ। ଷଷ୍ଠରେ ଅତି ଦରିଦ୍ର ଘରେ ମଧ୍ୟ ନିଜ ଝିଅର ବିବାହ ଦେବା ଅନୁଚିତ। କାରଣ ଏପରି ସ୍ଥଳେ ଝିଅକୁ ଦରିଦ୍ରତା ମଧ୍ୟରେ ରହିବା ସହ ଗୋଟେ ଓଳି ଖାଉଥିଲେ ଆଉ ଗୋଟେ ଓଳି ଉପାସ ରହିବାକୁ ପଡିଥାଏ। ଝିଅ ଦୁଃଖ କଷ୍ଟରେ ରହିବା ସହ ବାପା ମାଙ୍କୁ ଦୋଷ ଦେଇଥାଏ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଏହିଭଳି ଅପଡେଟ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡିଆରେ ଆମକୁ ଫଲୋ କରନ୍ତୁ।